ତୁମେ ହୋଇଥାଅ ପଛେ ଯେତେ ବଡ଼ ଧନୀ, ଯଦି ମୁଣ୍ଡ ଉପରେ ନଥିବ ମାର ପଣତ କାନି, ଜୀବନର ସ୍ୱାଦ କେବେ ମିଠା ଲାଗିବନି। ଉଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବାଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2025 ସେପ୍ଟେମ୍ବର ମାସ 21 ତାରିଖ, ଓଡ଼ିଆ ଆଶ୍ୱିନ ମାସ 5 ଦିନ, ରବିବାର, କୃଷ୍ଣ ପକ୍ଷ, ଅମାବାସ୍ୟା ତିଥି, ଯାହା ରାତ୍ରି 1:06 ପର୍ଯ୍ୟନ୍ତ ରହୁଛି। ତାପରେ ପ୍ରତିପଦା ତିଥି ଆରମ୍ଭ ହଉଛି। ଆଜି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର, ଯାହା ଦିବା 10:30 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି, ଯାହା ଅପରାହ୍ନ 4:49 ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର କନ୍ୟା ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 5:37 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 5:38। ଆଜି ଯୁଗ୍ନି ରହିଛି ଐଶାନ କୋଣେ, ଯାହା ରାତ୍ରି 1:06 ପରେ ପୂର୍ବ ଦିଗରେ ରହିବ ଯୁଗ୍ନି। ଆଜି ଘାତ ଚନ୍ଦ୍ର ରହିଛି କର୍କଟ ରାଶି ବ୍ୟକ୍ତି, ମକର ରାଶି ବ୍ୟକ୍ତି, ଯାହା ଅପରାହ୍ନ 4:49 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର, ଯାହାକି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଯାହା ଦିବା 10:30 ପର୍ଯ୍ୟନ୍ତ ରହୁଛି। ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି ଏବଂ ବଂଶ ହାନି। ଆଜି ଅମାବାସ୍ୟାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି, ଯାହାକି ଅମାବାସ୍ୟା ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ହଉଛି ଆଶ୍ୱିନ ଅମାବାସ୍ୟା, ତତ୍ସହିତ ମହାଳୟା ଶ୍ରାଦ୍ଧ ଓ ତର୍ପଣ ଶେଷ। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ। ଆଜି ଆଶ୍ୱିନ ଅମାବାସ୍ୟା କୃତ ସ୍ନାନାଦି କରିବା ସହିତ ବ୍ରତ ଉପବାସ କରିବେ। ତେବେ ଆଜି ଚନ୍ଦ୍ରକ୍ଷୟ, ନିଶି ପାଳନ, ସ୍ତ୍ରୀ ତୈଳ ବର୍ଜନ ଏବଂ ରାତ୍ରି ଗୋଦାନ ନିଷେଧ, ତତ୍ସହିତ ଆଜି ଫଳ ନିଷେଧ ମଧ୍ୟ ରହିଛି। ଆଜିର ଶୁଭ ବାର୍ତ୍ତା, ଆଜି ଅମାବାସ୍ୟା ଯୋଗୁଁ ଆପଣମାନେ ପ୍ରାପ୍ତ ସ୍ନାନ କରିବା ସହିତ ଆପଣ ପିତୃପୁରୁଷଙ୍କ ଉପଲକ୍ଷେ ନିଶ୍ଚିତ ଶ୍ରାଦ୍ଧ ଦେବେ। ତେବେ ପୂର୍ବରୁ ଯଦି ଯୋଉମାନେ ଶ୍ରାଦ୍ଧ ତର୍ପଣ କରିନଥିବେ, ଆଜି ମହର୍ଷି ବଚନ ଅନୁସାରେ ଆପଣ ଶ୍ରାଦ୍ଧ ବି ଦେଇପାରିବେ। ଯେକୌଣସି ନିଷିଦ୍ଧ ଦୋଷ ବାର ଥିବ ତାହା ମଧ୍ୟ ଆଜି କ୍ଷୟ ହେବ ଏବଂ ନିଶ୍ଚିତ ଆପଣ ଯାହାକି ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆପଣ ନିଶ୍ଚିତ ମହାଳୟ ଶ୍ରାଦ୍ଧ କାର୍ଯ୍ୟ କରନ୍ତୁ ଏବଂ ଆପଣଙ୍କର ଆସୁଥିବା ପିତୃଦୋଷ ନିଶ୍ଚିତ ସେଥିରୁ ନିବୃତ୍ତ ପାଇପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 11:39 ଦିବା 2:23 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:09 ସନ୍ଧ୍ୟା 5:39 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 1:06 ଦିବା 2:36 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ବାର ବେଳା ସହିତ କାଳ ବେଳା, କାଳ ରାତ୍ରି ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 6:25 ଦିବା 8:49 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8:02 ରାତ୍ରି 9:38 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:02 ରାତ୍ରି 1:05 ମଧ୍ୟ ରହିଛି ଶୁଭ ବେଳା।
ସେହିଭଳି ରାତ୍ରି 2:37 ରୁ ଶେଷ ରାତ୍ରି 5:37 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଉତ୍ସାହ ସହକାରେ ଦିନ କଟିବେ। ଦିନଟି ଅନୁକୂଳ ରହୁଛି। ସମସ୍ତ କାର୍ଯ୍ୟ ସଫଳତା ଶୁଭ ଯୁଗ ବନଉଛି। ଆଜି କିଛି ଆନନ୍ଦିତ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଶୀର୍ଷରେ ପହଞ୍ଚିବାର ଶୁଭ ଯୁଗ ସହିତ ଆଧ୍ୟାତ୍ମିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇବା ସହିତ କିଛି ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି, ଯାହା ଆପଣଙ୍କୁ ବିଶେଷ ଲାଭଦାୟକ ପ୍ରଦାନ କରିପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତିଙ୍କର ଦୈନନ୍ଦିନ କାର୍ଯ୍ୟରେ କିଛି ସଂଘର୍ଷପୂର୍ଣ୍ଣ ରହିବ। ତାକୁ ଖାତିର କରି ନ କରି ଆପଣ ଆଗକୁ ବଢିବାର ପୂର୍ଣ୍ଣ ଶୁଭ ଯୁଗ ବନେଇ ଦେବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ବହୁତ ଉତ୍ସାହିତ ସହିତ ଆନନ୍ଦିତ ମଧ୍ୟ ରହିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ନିଜର ସ୍ଥିତିକୁ ସଦାବେଳେ ବଜାଇ ରଖି ତନଖି କାର୍ଯ୍ୟ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା, ଯାହାକି ଚାପ ବଢିବ ଏବଂ ଆପଣ କ୍ଳାନ୍ତ ହୋଇପାରନ୍ତି। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ରହୁଛି ଯାହାକି ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ଆପଣଙ୍କର କାର୍ଯ୍ୟରେ କିଛି ପରିବର୍ତ୍ତନ ହୋଇପାରେ, ଯାହାକି ଆପଣଙ୍କୁ କିଛି ଶୁଭ ସ୍ଥିତି ବନେଇବ। ତତ୍ସହିତ ବୃଷ ରାଶି ବ୍ୟକ୍ତି ଆପଣଙ୍କର କର୍ମକ୍ଷେତ୍ରରେ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। କିଛି ଅସୁବିଧା ଥିଲେ ମଧ୍ୟ ଆପଣ ଧ୍ୟାନ ପୂର୍ବକ କାର୍ଯ୍ୟ କରିଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତି ବିଶେଷ କରି ରାଜକୀୟ କାର୍ଯ୍ୟରେ ବା ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ଯୁଗ ରହୁଛି। ତତ୍ସହିତ ଆଜି ଭଲ ସମ୍ବନ୍ଧ ରହିବାର ଉତ୍ତମ ଯୁଗ ରହୁଛି ଏବଂ ପ୍ରେମ ଦୁନିଆରେ ଆପଣଙ୍କ ପାଇଁ ଶୁଭ ଯୁଗ ପରିସ୍ଥିତି ବନଉଛି ଏବଂ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ରହୁଛି। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ଅନେକ ପ୍ରକାର ଲାଭ ଦେବ। କିନ୍ତୁ କୌଣସି ଆପଣ ଅସ୍ଥିରତା, ମନକୁ ଅସ୍ଥିରତା କରି କୌଣସି ବେପାର ବାଣିଜ୍ୟ କରନ୍ତୁ ନାହିଁ, ଯାହା ପରବର୍ତ୍ତୀ ଷ୍ଟେପରେ ଆପଣଙ୍କୁ ମହଙ୍ଗା ପଡିବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯଦି ଆପଣଙ୍କର ଚକ୍ଷୁ ପୀଡା ଥିବ, ତେଣୁ ନିଶ୍ଚିତ ଆଜି ଟିକେ ସାବଧାନ ହୋଇ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ପରବର୍ତ୍ତୀ ଷ୍ଟେପରେ ଅଧିକ କ୍ଷତି ସାମ୍ନା କରିବାକୁ ପଡିପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ପୂର୍ବକ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କୁ ସଫଳତା ଶୀର୍ଷରେ ପହଞ୍ଚିବ। ଆପଣ ନିଜର ସହଯୋଗୀଙ୍କ ସହିତ ନିଜର କାର୍ଯ୍ୟ ଗୁଡ଼ିକୁ ସଫଳତା ସହକାରେ କରିବେ। ବିଶେଷ କରି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ଉପରସ୍ଥ କର୍ମଚାରୀଙ୍କ ସହିତ ଆପଣଙ୍କର ଆଜି ଭଲ ସମ୍ବନ୍ଧ ରହିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ପାଇଁ ଆଜି ଉତ୍ସାହର ଦିନ ରହିବାର ଅନେକ ସୁଯୋଗ ଦଉଛି, ଯାହାକି ରୋମାଣ୍ଟିକ ବାର୍ତ୍ତାଳାପ କରିବା ସହିତ କିଛି ସମୟ ତାଙ୍କ ସହିତ ଅତିବାହିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି କିଛି ନୂତନ ବସ୍ତ୍ର କିମ୍ବା ନୂତନ ଖାଦ୍ୟ ଏବଂ ଶତ୍ରୁମାନଙ୍କ ଠାରୁ ଆପଣ ବିଜୟ ହେବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ତେବେ ଆପଣ ଆଜି କୌଣସି କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ନହେଲେ ପରବର୍ତ୍ତୀ ଷ୍ଟେପରେ ନିଜ ଭିତରେ ଆପଣଙ୍କର ମନୋମାଳିନ ଏବଂ ଅନେକ ପ୍ରକାର ଆପଣଙ୍କର କ୍ଷତି ହବାର ଯୁଗ ରହୁଛି। ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଠିକ ରହିବ।
मिथुन राशि व्यक्तिंकर आज भाग्य संख्या रही जहाँकि 3 भाग्य रंग रहुची जहाँकि आपण बैगनी रंग व्यवहार करिपारिबे एवं ग्रह माने आपनको आज 80% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज समस्त कार्य आपन ध्यान पूर्वक करने को पड़िबो। कौनसी गुरुत्वपूर्ण निष्पत्ति ठारू निजको दूरता अवलंबन करने सहित आपणकर आज कार्य गुड़िक हताश हेबे। परिस्थिति आपणकर भाग्य निम्नगामी रहुची। तेणु कहा सहित जुक्ति तर्क एवं कलह करंतु नाही जहा आपणक पई भलो हेबो। आज निजर कार्य अनेक चाप बढ़िबो एवं मानसिक स्थिति भल न रहिबो। तेणु यह प्रति सावधान रहिबार आवश्यकता रही कर्कट राशि व्यक्ति। आज कर्कट राशि व्यक्तिंकर घात चंद्र जुग रहुची मध्य। तेणु सावधान टिके रही निजर कार्य करंतु। तत्सहित कर्कट राशि व्यक्तिंकर आज राजनीतिक सामाजिक क्षेत्र में जदि कार्य करूछंती अधिक भयजात रहिबो, मनरे हताश रहिबो। तत्सहित आज कर्कट राशि व्यक्ति व्यापार वाणिज्य आशा अनुଯାयी सफलता पाइबे नहीं। हठात किछि व्यय होई पारे जहा पई मानसिक स्थिति खराब होई पारे। तत्सहित कर्कट राशि व्यक्तिंकर आज प्रेम संबंध आपणकर भल न रही पारे। निज भितर संपर्क किछि मतांतर होई पारे। या प्रति निश्चित कर्कट राशि व्यक्ति सावधान रुहंतु। आज कर्कट राशि व्यक्तिंकर भाग्य संख्या रही जहा कि 1 भाग्य रंग रहुची जहा कि आपण धूसर रंग व्यवहार करि पारिबे एवं ग्रह माने आपण को आज जहा कि 45% साथ दउछंती। चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज आपणकर कार्य अतिरिक्त चाप बढ़िबो, मनरे किछि अस्थिरता रही पारे। तेणु गुरुत्वपूर्ण निष्पत्ति ठारू टिके दूरता अवलंबन करिले आपणको पई भलो हेबो। तेबे प्रत्येक कार्य आपण सफलता हबो। बुद्धि सहकारे समस्त कार्य पूर्ण करिवार क्षमता रहिबो। निजर चाप थिले मध्य संतुलन रखी कार्य करिले कोनोसी कार्य असुविधा हेबो नै सिंह राशि व्यक्तिंकर। आज सिंह राशि व्यक्तिंकर प्रेम संबंध बहुत भल रहिबो। निज भितरे पूर्वरु किछि मतांतर थिले ताहा दूरीभूत होबा सहित परिवार वर्गଙ୍କ सहित भल संबंध रहिबार पूर्ण सुजोग रहुची। तत्सहित आज निजर दैनंदिन कार्य आपण उत्साह सहकारे कार्य करि पारंती एवं आनंदित होई पारंती। एवं सिंह राशि व्यक्ति आज स्वास्थ्यगत दृष्टि देखिले आपण संपूर्ण सुस्थ रही पारंती जहा आपणक भाग्य राशि जना पड़ुची। आज सिंह राशि व्यक्तिंकर जहा कि अर्थजनित कारोबार रे आपण धीरे धीरे अग्रगति करिवे एवं निजर लक्ष्य स्थले पहुंचीबार शुभ जुग बनौची। आज सिंह राशि व्यक्तिंकर भाग्य संख्या रही जहा कि 8 भाग्य रंग रहुची जहा कि आपण गाढ़ नील रंग व्यवहार करि परिबे एवं ग्रह माने आपण को आज जहा कि 85% साथ दउछंती। एबे चलंतु जानिबा कन्या राशि व्यक्तिंक विषय। कन्या राशि व्यक्ति आज प्रत्येक कार्य आपण निश्चित सिद्धि जुग रहुची। ध्यान पूर्वक प्रत्येक कार्य करले आगकू बढ़िबार शुभ जुग परिस्थिति बनैबो। तेबे ध्यान पूर्वक कार्य न करिले आपण अनेक कार्य विफलता रहिबो जहा कि मानसिक स्थिति भल न रही पारे कन्या राशि व्यक्तिंकर। आज कन्या राशि व्यक्ति विशेष कर शत्रु मान को पराजित करिवार आपणकर भाग्य साथ देबो। तत्सहित आज अतिरिक्त चाप थिले मध्य निजर लक्ष्य स्थले पहुंचीबार शुभ जुग रहुची जहा कन्या राशि व्यक्ति भाग्य चक्र जना पड़ुछि। आज कन्या राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे जहा आपणक भाग्य चक्र जना पड़ुछि। आज कन्या राशि व्यक्ति राजनीतिक सामाजिक क्षेत्र में कार्य करुतले निश्चित आपणकर भाग्य शुभ जुग परिस्थिति बनौछि जहा कि आपण प्रतिष्ठा एवं पराक्रमी बुद्धि रूपे परिचित होई पारंती जहा आपणकर राशि चक्र जना पड़ुछि। आज कन्या राशि व्यक्ति आपण प्रेम दुनिया रे जो माने अछंती निश्चित आपणक पई उत्साह एवं आनंदित दिन कहिले अतृप्ति हेबो नाही। आज कन्या राशि व्यक्तिंकर भाग्य संख्या रही जहा कि 9 भाग्य रंग रहुची जहा कि आपण नाली रंग व्यवहार करि परिबे एवं ग्रह माने आपण को आज जहा कि 85% साथ दउछंती। चलंतु जानिबा तुला राशि व्यक्तिंक विषय। तुला राशि व्यक्ति आज समस्त कार्य आपणकर कार्य दक्षता वृद्धि करने सहित निजर अधिक आत्मविश्वासी होई पारंती समस्त आगरे आपणकर कार्य कौशल
ଦେଖି ସମସ୍ତେ ଆପଣଙ୍କ ଉପରେ ଦୃଷ୍ଟି ଆକର୍ଷଣ କରିପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତି ରହୁଛି। ତତ୍ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ରହିପାରେ। ଆଜି ତୁଳା ରାଶି ବ୍ୟକ୍ତି କିଛି ମହତ୍ଵ କାର୍ଯ୍ୟ କରି ନିଜର ପ୍ରତିଷ୍ଠା ବାହନ କରିପାରନ୍ତି, ଯାହାକି ସାମାଜିକ ରାଜନୈତିକ କ୍ଷେତ୍ରରେ। ଆଜି ତୁଳା ରାଶି ବ୍ୟକ୍ତି ବିଶେଷ କରି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ନିଶ୍ଚିତ ଆଜି ମଧୁର ସମ୍ପର୍କ ସହିତ ଭଲ ବୁଝାମଣା ଦେଖାଦେବ ଏବଂ ତୁଳା ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି କୌଣସି ଶତ୍ରୁ ଏବଂ ବିଶେଷ କରି ମିତ୍ରଙ୍କ ସହିତ ଯୁକ୍ତି ତର୍କ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିଲେ ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଅନେକ କଷ୍ଟକର କାର୍ଯ୍ୟ ରହିବା ସତ୍ତ୍ୱେ ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ବିଛା ରାଶି ବ୍ୟକ୍ତି ଆଜି ଗୁରୁତ୍ୱ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଆପଣଙ୍କର ସାଥ ଦେଇପାରେ। ଆଜି ବିଛା ରାଶି ବ୍ୟକ୍ତି ବହୁତ ଉତ୍ସାହ ସହକାରେ କାର୍ଯ୍ୟ କରିବେ ଏବଂ ସମାଜ ଆଗରେ ପ୍ରଭାବଶାଳୀ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି, ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ। ଆଜି ବିଛା ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଟିକେ ଅସ୍ଥିରତା ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ସ୍ତ୍ରୀଙ୍କ ସହିତ ଏବଂ ପରିବାର ବର୍ଗଙ୍କ ସହିତ କିଛି ମାତ୍ରାରେ ମତଭେଦ ଦେଖା ଦେଇପାରେ, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରହିବାର ଆବଶ୍ୟକତା ରହିଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତି ଆପଣଙ୍କର ଯାହାକି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଅର୍ଥଜନିତ କ୍ଷେତ୍ରରେ କିଛି ନୂତନ ବିଜନେସ କରିବା ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତିଙ୍କର ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି କିଛି ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ରହିପାରନ୍ତି, ଯାହା ଆପଣଙ୍କ ପାଇଁ ଶୁଭ ହବ। ନୂତନ ବନ୍ଧୁଙ୍କ ସହିତ ଭଲ ସମ୍ପର୍କ ରହିବ। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତି ଭଲ କାର୍ଯ୍ୟ କରି ସମସ୍ତଙ୍କ ଆଗରେ ଦୃଷ୍ଟି ଆକର୍ଷଣ ହୋଇପାରେ ଏବଂ ଆଜି କିଛି ନୂତନ କାର୍ଯ୍ୟ କରି ଆପଣଙ୍କର ଯାହାକି ମାନସିକ ସ୍ଥିତି ଆନନ୍ଦିତ ହେବ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଅଛନ୍ତି ବହୁତ ଆନନ୍ଦିତ ଏବଂ ନିଜର ସୁଖ ଶାନ୍ତି ବଜାଇ ରଖିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ପର୍କ ରହିବ। ରାଜନୈତିକ ସାମାଜିକ କ୍ଷେତ୍ରରେ ବ୍ୟକ୍ତିମାନେ କାର୍ଯ୍ୟ କରୁଥିବେ, ସେମାନେ ଆଜି ମାନ ସମ୍ମାନ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ଶତ୍ରୁ ମାନଙ୍କୁ ପରାଜିତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ଟିକେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଦିନଟି ଅତି ସୁଖମୟ ପରିବେଶ ଦେଖାଦେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ପ୍ରତିବନ୍ଧକ ଆସିବ, ତେଣୁ ଆପଣ ଯୋଜନା ପୂର୍ବକ କାର୍ଯ୍ୟ କରନ୍ତୁ, ଯାହା କିଛି କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ। ଆଜି ଯାହାକି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ନିଜର ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣଙ୍କ ପାଇଁ କାର୍ଯ୍ୟ ପରିଚାଳନା କରିବା ପାଇଁ ଭଲ ହେବ, ନହେଲେ ମାନସିକ ସ୍ଥିତି ଅସ୍ଥିରତା ଏବଂ କାର୍ଯ୍ୟରେ ବିଫଳତା ଅନେକ ପ୍ରକାର ଦେଖାଦେବ। ଆଜି ମକର ରାଶି ବ୍ୟକ୍ତି
जो माने राजनीतिक सामाजिक क्षेत्र में कार्य करूछंती निश्चित आज टिके स्थिर रुहंतु जा आपनक पई भलो हेबो। एवं मकर राशि व्यक्ति आज प्रेम संबंध रे जो माने जड़ित अछंती किछि विरक्त भावना आपण परिप्रकाश करंती तेणु यह करिले आपनकु अनेक निज भितरे संपर्क खराब होबार चांस रहुची तेणु यह प्रति आज पई सचेतन रुहंतु। आज मकर राशि व्यक्ति परिवार वर्गों सहित भलो संबंध रखिबा पई चेष्टा करंतु एवं व्यापार वाणिज्य रे आपनकर जहा भाग्य चक्र जणा पडुची आशा अनुसार सफलता पाई न पारंती। आज मकर राशि व्यक्तिंकर स्वास्थ्यगत दृष्टि देखिले आपनकर स्वास्थ्य समस्या अनेक प्रकार समस्या भितर जड़ित रही पारंती तेणु ध्यान पूर्वक निजर स्वास्थ्य प्रति सचेतन रुहंतु। आज मकर राशि व्यक्तिंकर भाग्य संख्या रही जहा कि 8 भाग्य रंग रहुची जहा कि आपण कला रंग व्यवहार करि परिबे एवं ग्रह माने आपण को आज जहा कि 50% साथ दउछंती। चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज दिनटी आपणकर शुभ कार्य रे किछि योगदान दे पारंती नूतन कार्य रे आपणक पई उत्तम युग बनौछि। आज निजर कार्य दक्षता बल रे ख्याति अर्जन करिवार पूर्ण सुयोग रहउछि। राजनीतिक सामाजिक क्षेत्र रे आपणकर भाग्य शुभ युग परिस्थिति बनौछि। तत्सहित कुंभ राशि व्यक्ति आज टिके क्रोध एवं युक्ति तर्क ठारू दूरता अवलंबन करने सहित शत्रु ठारू टिके सावधान रहिले आपनकर आज दिनटी अति शुभ युग बनैबो। आज कुंभ राशि व्यक्ति जो माने प्रेम संबंध रे जड़ित अछंती आज आपनक पई उत्साहर एवं आनंदित दिन कहले अत्युक्ति हेबो नाही। आज कुंभ राशि व्यक्ति परिवार वर्गक सहित हस खुशी रे दिन कटिवार शुभ युग बनौछि। आज कुंभ राशि व्यक्ति अर्थजनित कारोबार रे आपण अनेक प्रकार लाभ पाइबार पूर्ण सुयोग रहउछि। तत्सहित आज कुंभ राशि व्यक्तिंकर किछि नूतन मांगलिक कार्य करिबा पई शुभ युग परिस्थिति बनैबा सहित स्वास्थ्यगत दृष्टि देखिले आपण संपूर्ण सुस्थ रहिबे। पूर्व जदि स्वास्थ्य समस्या थिबो आज तार दूरीभूत होबार अनेक चांस रहिछि। आज कुंभ राशि व्यक्तिंकर भाग्य संख्या रहिछि 1 भाग्य रंग रहउछि आपण सुनेली रंग व्यवहार करि परिबे एवं ग्रह माने आपण को आज 90% साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज दिनटी आपनको प्रत्येक कार्य रे सफलता पाइबा सहित किछि नूतन कार्य करिबा पई शुभ युग रहउछि। भाग्य आपनकर साथ देउछि एवं मनटी आज बहुत आनंदित रहिबा सहित आज संगीत सुनिबा पई आपनको बहुत आनंद मिलि पारे जहा आपनको भाग्य चक्र जणा पडुछि। आज मीन राशि व्यक्ति अधिक कार्य करी आपण निजको संतुष्ट अनुभव करि पारंती एवं सहयोगी माने आपनको समर्थन करि पारंती। दिनटी आपनकर हस खुशी रे कटिबो। तत्सहित मीन राशि व्यक्ति जो माने राजनीतिक सामाजिक क्षेत्र रे कार्य करूछंती निश्चित आपनकर दक्षता वृद्धि करिवो एवं मीन राशि व्यक्ति आज प्रेम जगत रे जो माने अछि मधुर वार्तालाप करिवा सहित किछि मधुर समय अतिबाहित करिवार अति शुभ युग बनौछि। आज मीन राशि व्यक्तिंकर परिवार वर्गक सहित भल संबंध रहिबो। निज भितरे किछि जदि पूर्वरु किछि मनमालिन थिबो आज दूरीभूत हेबो। आज मीन राशि व्यक्ति अर्थजनित कारोबार रे आपण अनेक प्रकार लाभ प्राप्त करिवार शुभ युग रहउछि। तेणु अर्थजनित कोनोसी नूतन व्यापार वाणिज्य करिबा पई शुभ युग परिस्थिति बनौछि। आज मीन राशि व्यक्तिंकर जाकि स्वास्थ्यगत दृष्टि देखिले आपण संपूर्ण सुस्थ रहिबे कोनोसी स्वास्थ्य समस्या रहिबो नाही। आज मीन राशि व्यक्ति टिके निजर शत्रु मानक ठारू टिके दूरीभूत अवलंबन करिले आपनक पई भलो हेबो। आज मीन राशि व्यक्तिंकर भाग्य संख्या रहिछि जहा कि 9 भाग्य रंग रहुछि जहा कि हळदिया रंग व्यवहार करि परिबे एवं ग्रह माने आपनक आज 90% साथ दउछंती। ओम विष्णवे नमः। नमस्कार।